जय श्री जगन्नाथ महाप्रभु। ओम नमः शिवाय। आपणे जदि श्रावण सोमवार व्रत किंबा वर्ष सारा सोमवार व्रत पालन करुछंती, आसन्तु जानि रखिबा तार नियम, पूजाविधि एवं शिवशंकर को संतुष्ट करिवार किछि चमत्कारी उपाय। श्रावण सोमवार व्रतरे आपण जदि कुंडरे बेलगछ लगाइछंती किंबा आपणक बाड़ीरे बेलगछ अछि, ସେହି କୁଣ୍ଡ ବା ବେଲଗଛ ମୂଳରୁ ମାଟି ଆଣି ଶିବଲିଙ୍ଗ ପ୍ରସ୍ତୁତ କରି ପୂଜା କରନ୍ତୁ ଏବଂ ସେହି ଦିନ ସନ୍ଧ୍ୟା ସମୟରେ ସେହି କୁଣ୍ଡ କିମ୍ବା ବେଲଗଛ ମୂଳରେ ସେହି ଶିବଲିଙ୍ଗକୁ ଗଙ୍ଗା ଜଳ ମିଶ୍ରିତ ଜଳରେ ବିସର୍ଜନ କରିନିଅନ୍ତୁ। ଶିବଶଙ୍କରଙ୍କ ସହିତ ପାର୍ବତୀଙ୍କୁ ମଧ୍ୟ ଆରାଧନା କରନ୍ତୁ। ଏବେ ଜାଣିବା ଶିବଲିଙ୍ଗ ପ୍ରସ୍ତୁତ କରିବାର ବିଧି। ଗଙ୍ଗା ଜଳ ମିଶ୍ରିତ ଜଳରେ ମାଟିକୁ ଭିଜାଇ ଶିବଲିଙ୍ଗ ପ୍ରସ୍ତୁତ କରନ୍ତୁ। ଶିବଲିଙ୍ଗକୁ ସର୍ବଦା ଉତ୍ତର ଦିଗକୁ ମୁହଁ କରି ରଖନ୍ତୁ। ସେଥିରେ ପଞ୍ଚାମୃତ, ଗୁଡ଼, ଘିଅ, ମହୁ, କ୍ଷୀର ଏବଂ ଦହି ପଞ୍ଚାମୃତରେ ସ୍ନାନ କରନ୍ତୁ। ଗଙ୍ଗା ଜଳ ଏବଂ କ୍ଷୀର ଅର୍ପଣ କରନ୍ତୁ। ମନେ ରଖିବେ, କ୍ଷୀରକୁ ତମ୍ବା ପାତ୍ରରେ ରଖି ଅର୍ପଣ କରିବେ ନାହିଁ। ପିତ୍ତଳ କିମ୍ବା ଅନ୍ୟ ପାତ୍ରରେ ରଖି କ୍ଷୀରକୁ ଶିବଶଙ୍କରଙ୍କୁ ଅର୍ପଣ କରିବେ। ସର୍ବଦା ମନେ ରଖିବେ, ଜଳ କିମ୍ବା କ୍ଷୀର ଢାଳିବା ବେଳେ ଯେଉଁ ଧାର ସୃଷ୍ଟି ହୁଏ ତାକୁ କଟିବାକୁ ଦେବେ ନାହିଁ। ଗୋଟିଏ ଧାରାରେ ଜଳ କିମ୍ବା କ୍ଷୀର ଅର୍ପଣ କରିବେ। ଜଳ କିମ୍ବା କ୍ଷୀର ଅର୍ପଣ କରିବା ସମୟରେ ଶିବ ପଞ୍ଚାକ୍ଷର କିମ୍ବା ମହାମୃତ୍ୟୁଞ୍ଜୟ ମନ୍ତ୍ର ଉଚ୍ଚାରଣ କରିବେ ଏବଂ ଶିବଙ୍କର ପ୍ରିୟ ବେଲପତ୍ର, ଅରଖ, ଫୁଲ, ନାଗଚମ୍ପା, ଚମ୍ପା ଫୁଲ, ଦୁଦୁରା ଫୁଲ ଅର୍ପଣ କରନ୍ତୁ। ଯେକୌଣସି ଫଳ ରସରେ ଶିବଶଙ୍କରଙ୍କୁ ଅଭିଷେକ କରନ୍ତୁ। ଶିବଶମ୍ଭୁ ପ୍ରସନ୍ନ ହୁଅନ୍ତି। ପ୍ରତିଦିନ ବ୍ରତ ଦିନ ଫଳ ଏବଂ ନିରାମିଷ ସାତ୍ତ୍ୱିକ ଆହାର ଭୋଜନ କରନ୍ତୁ। ଜଳ, କ୍ଷୀର, ପଞ୍ଚାମୃତ ଅର୍ପଣ ପରେ ଗୋଟିଏ ଛିଟ କିମ୍ବା ମୋଲି ସୂତା ଶିବଙ୍କ ଉପରେ ରଖନ୍ତୁ ବା ଶିବଶଙ୍କରଙ୍କୁ ଅର୍ପଣ କରନ୍ତୁ। ଶିବଶମ୍ଭୁ, ଆଶୁତୋଷ, ଭୋଳାନାଥ ଭକ୍ତି ଓ ଶ୍ରଦ୍ଧା ଭାବରେ ପୂଜା କଲେ ସେ ସନ୍ତୁଷ୍ଟ ହୋଇଥାନ୍ତି। ତାପରେ ଭୋଗରେ କିଛି ଫଳ ଦିଅନ୍ତୁ। ଭୋଗ କରିସାରିବା ପରେ ଆରତି କରନ୍ତୁ। ଆରତି କର୍ପୂର କିମ୍ବା ଘିଅ ଦୀପରେ କରନ୍ତୁ। ସକାଳ ପୂଜା ସାରି ଆପଣ ଭୋଜନ କରିପାରିବେ। ସନ୍ଧ୍ୟା ସମୟରେ କିଛି ଜଳରେ ଶିବଶମ୍ଭୁ ସେହି ଶିବଲିଙ୍ଗକୁ ଅଭିଷେକ କରନ୍ତୁ। ଜଳ ଅର୍ପଣ କରନ୍ତୁ। ତାପରେ ଆରତି କରନ୍ତୁ ଏବଂ ବେଲଗଛ ମୂଳରେ କିମ୍ବା ବେଲଗଛ ଲଗାଯାଇଥିବା କୁଣ୍ଡରେ ଶିବଲିଙ୍ଗକୁ ରଖି ବିସର୍ଜନ କରିଦିଅନ୍ତୁ। ଏହିପରି ଭାବେ ପ୍ରତିପାଳି ଶିବଶଙ୍କରଙ୍କ ପୂଜା କରନ୍ତୁ। ଶିବ ପୂଜାରେ ଶ୍ରାବଣ ମାସର ବିଶେଷ ମହତ୍ତ୍ୱ ରହିଛି। ପ୍ରଥମ, ବର୍ଷା ଜଳ ପ୍ରଭୁଙ୍କୁ ଅର୍ପଣ କଲେ ଶିବଶଙ୍କର ବିଶେଷ କୃପାପ୍ରାପ୍ତ କରିଥାନ୍ତି। ପ୍ରଥମ ବର୍ଷା ଜଳ ଆପଣ ଯଦି ପାରିବେ ଖୋଲା ଜାଗାରେ ଗୋଟିଏ ଶୁଦ୍ଧ ସଫା ପିତ୍ତଳ କିମ୍ବା ତମ୍ବା ଢାଳ ରଖିଦିଅନ୍ତୁ। ସେଥିରେ ବର୍ଷା ସମୟରେ ଯେଉଁ ଜଳ ଏକାଠି ହେବ ସେହି ଜଳକୁ ପରଦିନ ଗାଧୋଇ ପାଧୋଇ ଶିବଶଙ୍କରଙ୍କୁ ଅର୍ପଣ କରନ୍ତୁ। ଭୋଳାନାଥ ନିଶ୍ଚୟ ଆପଣଙ୍କୁ କୃପା ପ୍ରାପ୍ତି କରିବେ, ସନ୍ତୁଷ୍ଟ ହେବେ ଏବଂ ଆପଣଙ୍କର ମନୋବାଞ୍ଛା ପୂର୍ଣ୍ଣ କରିବେ। ଆପଣ ଏଠି ଦେଖିପାରୁଥିବେ, ମୁଁ ଶିବଲିଙ୍ଗ ମାଟିରେ ପ୍ରସ୍ତୁତ କରିଛି। ପ୍ରଥମେ ୟାକୁ ବେଲଗଛ ମୂଳର ମାଟି ଆଣି ପ୍ରସ୍ତୁତ କରି
ପୂଜା କରିଛି। ପୂଜା କରି ସାରିବା ପରେ ସକାଳ ପୂଜା ସାରିବା ପରେ ସନ୍ଧ୍ୟାରେ ମୁଁ ଏହି ଶିବଲିଙ୍ଗକୁ ବିସର୍ଜନ କରିବି ସେହି ବେଲଗଛ ମୂଳରେ। ଦେଖନ୍ତୁ, ଆପଣ ଯେଉଁ କ୍ଷୀର କିମ୍ବା ଜଳ ଅର୍ପଣ କରିବେ ଗୋଟିଏ ଧାରରେ ହେବା ଉଚିତ। ଧାରଟି ଯେମିତି ଆପଣଙ୍କର କଟିବ ନାହିଁ ସେଥିପ୍ରତି ଧ୍ୟାନ ଦେବେ। କ୍ଷୀର ଏବଂ ଜଳ ଢାଳିଲା ବେଳେ ଆପଣ ମହାମୃତ୍ୟୁଞ୍ଜୟ ଜପ କରନ୍ତୁ, ଉଚ୍ଚାରଣ କରନ୍ତୁ। ଓମ୍ ନମଃ ଶିବାୟ ଉଚ୍ଚାରଣ କରନ୍ତୁ। ମହାପ୍ରଭୁଙ୍କର ବିଶେଷ କୃପା ପ୍ରାପ୍ତି ହେବ। ରହୁଛି। ପୁଣି ଆଉ ଏକ ଭିଡ଼ିଓ କିମ୍ବା କବିତାକୁ ନେଇ ଆସିବି। ଶିବଶଙ୍କରଙ୍କର ଆଶୀର୍ବାଦ ସମସ୍ତଙ୍କୁ ମିଳୁ। ଜଗତର କଲ୍ୟାଣ ହେଉ, ସଂସାରର ମଙ୍ଗଳ ହେଉ। ଓମ୍ ନମଃ ଶିବାୟ। ଜୟ ଶ୍ରୀ ଜଗନ୍ନାଥ।